କୋଉଥିପାଇଁ ଆସିଛନ୍ତି? ଯୋଉ କାମ କରିବାକୁ ଯାଉଛି ଗୁରୁଜୀ ସେ କାମ ମୋର ବିଫଳ ହଁ ହଉଛି। ହଁ। ସବୁ ଜିନିଷରେ ଅସୁବିଧା ଲାଗି ରହୁଛି। ମୋର ଗୋଟେ ବଙ୍ଗଳା କାମ ଚାଲିଥିଲା, ସେଇଟା ବି ଏବେ ହୁଁ? ଅଧା ହେଇକି ପଡିଛି। ଗୋଟେ ଫ୍ଲାଟ୍ ଥିଲା ଗୁରୁଜୀ, ମୋର ବିକିବାର ଅଛି। ଜ୍ଞାନେନ୍ଦ୍ର ବାବୁ, ଆପଣଙ୍କ ଜୀବନରେ ତନ୍ତ୍ରକ୍ରିୟା ପ୍ରଭାବରୁ ସଫଳତା ମିଳିପାରୁନାହିଁ, କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଯେପରି ଆପଣ କହିଲେ, ଆପଣଙ୍କର ବିଗତ 2 ପିଢ଼ି ଧରି ତନ୍ତ୍ରକ୍ରିୟା ଚାଲିଛି। ଆପଣଙ୍କ ଜେଜେଙ୍କ ଉପରେ ଥିଲା, ଆପଣଙ୍କ ପିତାଙ୍କ ଉପରେ ଥିଲା, ଆପଣ ହେଉଛନ୍ତି ତୃତୀୟ। ପିତାଙ୍କର ଜୀବନ ମଧ୍ୟ ଏହିପରି ତନ୍ତ୍ରକ୍ରିୟା ଦ୍ୱାରା ପ୍ରଭାବିତ ଥିଲା। ପିତାଙ୍କର ନାମ ନାରାୟଣ ଥିଲା। ତାଙ୍କ ଉପରେ ମଧ୍ୟ ଉଗ୍ର ତନ୍ତ୍ରକ୍ରିୟା କରାଯାଇଥିଲା। ଆପଣ ଏବେ ଯେମିତି ବ୍ୟସ୍ତ ବିବ୍ରତ ରହୁଛନ୍ତି, ତାଙ୍କ ଜୀବନ ମଧ୍ୟ ସେହିପରି ଥିଲା। 2 ଦିନ ଖୁସି ପୁନଶ୍ଚ ଦୁଃଖ, 2 ଦିନ ଖୁସି ପୁନଶ୍ଚ କୌଣସି ଦୁଃଖ, ଏହିପରି ଜୀବନ ଥିଲା। ଆପଣ ଭାବିଲେ ଯେ ଚାଲନ୍ତୁ ଗୋଟେ ପର୍ଚ୍ଚା କରିଦେବା, କାହାର କହିବା ଦ୍ୱାରା, ମାନେ ଆପଣଙ୍କର ସ୍ତ୍ରୀଙ୍କର କହିବା ଦ୍ୱାରା। ତେଣୁ ହେଇଯିବ, ଯଦି ହେଇଯିବ, ଆପଣଙ୍କର ଋଣ ଏବଂ ଗୃହର ଅଶାନ୍ତିର କାମନା ନେଇକି ଏଠାକୁ ଆସିଛନ୍ତି। ଆପଣ ଘର ଯାହା ନିର୍ମାଣ କରୁଛନ୍ତି ଏବଂ ଅଶାନ୍ତି ଏବଂ କ୍ଲେଶରୁ ମୁକ୍ତିର କାମନା ନେଇକି ଆସିଛନ୍ତି। ଠିକ୍ ନା ଭୁଲ? ଠିକ୍ କହିଲେ ଗୁରୁଜୀ।